महाप्रभु विश्वव्यापक जगत कर्ता जगत पिता श्रीमान श्री सत्यनारायण महाप्रभु को चरण प्रत्यार्थे मंगलमय शंकर भगवान का चरण प्रत्यार्थे हरपे बोल आनंद गवार हरि हरि चरण प्रत्यार्थे मां मंगला मां प्राणी देवी को चरण प्रत्यार्थे सिद्धे नारायण को चरण प्रत्यार्थे सरपे बोल आनंद कबार हरि हरि महाप्रभु श्री चैतन्य नित्यानंद अद्वैत श्रीनिवास महाप्रभु को चरण प्रत्यार्थे पंच सखा को चरण प्रत्यार्थे षोड़ गोस्वामी को चरण प्रत्यार्थे सर्व बोलांद कबार हरि हरि सत्यनारायण महाप्रभु सर्वशिव निकले समस्त विधान करंतु सर्वे बोलानंद कबार हरि हरि बोला भाव चेंज हो जाऊँ जानी पारुनी बड़ भाई भगवान पवित्र महायज्ञ नाम यज्ञ आज हूँ द्वितीय रजनी तेज जहाँ हो जय जगन्नाथ से प्रभु सत्यनारायण स्वामी सद इच्छा पूर्ण हो जय हो सरे बोल आनंद पवित्र मांगलिक महत्व अनुष्ठान साहित्य सांस्कृतिक कार्यक्रम भगवान पवित्र महादेव आज हूँ द्वितीय रजनी तेज जहाँ हो आज्ञा सर्वादौ मंच उपर मंचासीन हो भगवान पवित्र महादेव पाला मध्यम करने पूर्वर समस्त पद वंदना करुच्ची नररूपी नारायण जनता जनार्दन मानव रूपी माधव पद तले भूमिष्ठ प्रेणी पद निवेदन करे से जगत पिता जगन्नाथ जगत गुरु श्री श्री सत्यनारायण को पद तले अनंत कोटि दंडवत जनाई आमे आम गंतव्य पथर पथिका आकाश अच्युत वंदे मर्त्यच्च माधव तथा पाताले वासुकी वंदे स्वंगंजं चराचरम सर्वे भवन्तु सुखिनः सर्वे सन्तु निरामया सर्वे भद्राणि पश्यन्तु मा कश्चित् दुःखभाग् भवेत् भगवान को पद तले से सत्यनारायण माँ लक्ष्मी को पद तले अनंत कोटि दंडवत जनाइबा पूजा वाला पाला वाला हिसाब से समस्त सकल रिष्ट खंडन करंतु ये ग्रामर मंगल करंतु ये विश्वरु ये पृथ्वी धन प्राकृतिक विपर्यय मान दूरीभूत करी समस्त को शांति प्रदान करंतु आनंद प्रदान करंतु मैत्री प्रदान करंतु सर्वे बोल आनंद गवार कलिकर्म तो संसार मुक्ति शांति सद्गति लभिबा को हेले अनेक पथ अछि अनेक मत अछि अनेक पथ अनेक मत मध्यरु ओडिया भागवत नवाक्षरी छांद जगन्नाथ दास रचित ओडिया भागवत गोटे पद मन पड़ जाए कौन अनेक जन्म पापरे मानव जन्म हितरे
ଅନେକ ଜନ୍ମର ତପସ୍ୟାର ଫଳ ହେଉଛି ମଣିଷ ଜନ୍ମ। ଏ ଧରା ପୃଷ୍ଠରେ ଦୁର୍ଲଭ ଜୀବ ଶ୍ରେଷ୍ଠ ଜୀବ ମାନବ ରୂପରେ ଅବତରଣ କରି ଆମେ ମାନେ ଶ୍ରେଷ୍ଠ ଜୀବ ବୋଲି ବୁଲାଉଛେ, ଅୟସରେ ଜୀବନ ଯାପନ କରୁଛେ, ସମସ୍ତଙ୍କୁ ପାଦ ତଳେ ରଖିଛେ ଆମ ବୁଦ୍ଧି ବଳରେ ଧନରେ। କିନ୍ତୁ ଏ ମଣିଷ ଜନ୍ମଟିଏ ନେବା ପାଇଁ ଆମ ମାନଙ୍କୁ କେତେ ଜନ୍ମ ତପସ୍ୟା କରିବାକୁ ପଡିଛି, ଏ କଥା ଟିକେ ଚିନ୍ତା କରିବା ଦରକାର। ଏ ମାନବ ଜନ୍ମଟା ସାର୍ଥକ ହବ କେମିତି? ଯଦି ଭଗବାନଙ୍କ ସହିତ ଭାବ ଲଗେଇ ପାରିବା। ମଣିଷଟିଏ ହୋଇ ସଂସାରରେ ଅବତରଣ କରିବାକୁ ହେଲେ ଏ ଜୀବ 84 ଲକ୍ଷ ଜନି ଭ୍ରମଣ କରିବାର ସୁଫଳଟା ହେଉଛି ମଣିଷ ଜନ୍ମ, ମାନବ ଜନ୍ମ। ଚିନ୍ତା କରିବା 84 ନୁହଁ କି 8400 ନୁହଁ କି 84,000 ନୁହଁ ଆଜ୍ଞା, 84 ଲକ୍ଷ ଜନି ଭ୍ରମଣର ସୁଫଳଟା ହେଉଛି ମଣିଷ ଜନ୍ମ। ସମସ୍ତଙ୍କୁ ସମ୍ମାନ ଦେବା ଦରକାର, ସମସ୍ତଙ୍କୁ ସ୍ନେହ ଆଦର କରିବା ଦରକାର। ଧନରେ ମଣିଷ ଗର୍ବରେ ଗର୍ବିତ ହୋଇ, ଧନ ଗର୍ବ ମାନ ଗର୍ବରେ ଗର୍ବିତ ହୋଇ ଏ ମାନବ ଜନ୍ମଟାକୁ ଅସାର୍ଥକ କରିବା ଉଚିତ ନୁହଁ। କାହିଁକି ନା ଭଗବାନଙ୍କର ଦାନ ହେଉଛି ମାନବ ଜନ୍ମ, ମଣିଷ ଜନ୍ମ। ମଣିଷ ଜନ୍ମଟା ସାର୍ଥକ ହବ କେମିତି? କେବଳ ଭଗବାନଙ୍କର ସେବା ପୂଜା କଲେ। ଦିନ ରାତି ମିଶି 24 ଘଣ୍ଟା ମଧ୍ୟରୁ ଭଗବାନଙ୍କୁ ମାତୃ ଗର୍ଭରେ ଆମେ କଥା ଦେଇକି ଆସିଥିଲେ, ପ୍ରଭୁ ଅନେକ ଜନ୍ମର ତପସ୍ୟାର ଫଳ ମଣିଷ ରୂପରେ ମୋତେ ଆଜି ଧରା ପୃଷ୍ଠକୁ ପଠାଉଛ, କରିବି କଣ? ସବୁ କାର୍ଯ୍ୟ ପଛରେ ରଖିବି, ତୁମରି ସେବା ପୂଜା ମୁଁ ଆଗ କରିବି। ଏ ମାନବ ସଂସାରକୁ ଯେତେବେଳେ ଆସିଲା ସବୁ କିଛି କର୍ମ କଲା, ଭଗବାନଙ୍କୁ ଦେଖିବା କଥା ଭୁଲି ଯାଉଛି। 24 ଘଣ୍ଟା ମଧ୍ୟରୁ ଆମେ କେତେ ସମୟ ଭଗବାନଙ୍କ ସେବାରେ ଦଉଛେ, ଚିନ୍ତା କରିବା ଦରକାର। ଭଗବାନଙ୍କର ପବିତ୍ର ଗୁଣ ମହିମା କୀର୍ତ୍ତନ ଚାଲିଛି। ଏଇ ଜାଗାରେ ଗୋସାଇ ମହାପ୍ରଭୁ ନନା ମହୋଦୟ ମନ୍ତ୍ର ଦ୍ୱାରା ମନ୍ତ୍ରାଧୀନ ହେଲେ ଦେବତାକୁ ପଞ୍ଚଦେବତାକୁ ନିମନ୍ତ୍ରଣ କରିଛନ୍ତି। ଏ ଗାଁକୁ ଯଦି ଉଚ୍ଚପଦସ୍ଥ ଅଫିସର କିମ୍ବା କୌଣସି ମନ୍ତ୍ରୀ ନେତା ଆସିଛନ୍ତି, ଲୋକଙ୍କର ସୁଅ ଛୁଟିଛି। କିନ୍ତୁ ଆମମାନଙ୍କ ମନରେ ଦୃଢ ବିଶ୍ୱାସ ରହିବା ଦରକାର, ଭଗବାନ ଏଇ ଗ୍ରାମକୁ ଆସିଛନ୍ତି। ବିଶ୍ୱାସ ଅଛି ବୋଲି ପୂଜା ହେଉଛି, ବାବୁମାନେ ବସିଛନ୍ତି। ଅନେକ କଥା ବଡ ଭାଇ ଗାୟକ ମାନଙ୍କର ମୁଖ୍ୟ କାମ ହେଲା ବାଦ୍ୟ ପରିବେଷଣ। ଭଗବାନଙ୍କ ଉପରେ ଆଧାରିତ ଗୋଟେ ଛୋଟିଆ ଶ୍ଲୋକ ବାଦ୍ୟ ଟିକେ ପରିବେଷଣ କରିବା ମୃଦଙ୍ଗ ମାଧ୍ୟମରେ। କାହିଁକି ନା ପାଲାରେ କାହିଁକି ମୃଦଙ୍ଗ ବାଜୁଛି, ଧନରେ ପାଲାରେ କାହିଁକି ମୃଦଙ୍ଗ ବାଜୁଛି? ଏତେ ସବୁ ଦାମୀ ଦାମୀ ଯନ୍ତ୍ର ଥାଉ ଥାଉ ପାଲାରେ କାହିଁକି ମୃଦଙ୍ଗ ପବିତ୍ର ବାଦ୍ୟଯନ୍ତ୍ର, ଏହାର ଧ୍ୱନି ହେଉଛି ପବିତ୍ର। ଭଗବାନ ଏକୁ 4 ଯୁଗରେ ସୃଷ୍ଟି କରିଛନ୍ତି। ଚାରି ଯୁଗ ଯାକରେ ଅବତାର ଧାରଣ କରି ଭଗବାନ ଏକୁ ମୃଦଙ୍ଗ ତିଆରି କରିଛନ୍ତି। ମୃଦଙ୍ଗ ଯୋଉ ବାଦ୍ୟଯନ୍ତ୍ର ଆମେ ଦେଖୁଛେ କିଛି ଛୋଟିଆ ଜିନିଷ ନୁହଁ। ଶାସ୍ତ୍ର ପ୍ରମାଣ କରୁଛି ମୃଦଙ୍ଗ ବ୍ରହ୍ମ ସ୍ୱରୂପ ଲାବଣ୍ୟ ରସମାଧୁରୀ ସମାଧୁତ ମୃଦଙ୍ଗାୟ ନମ ନମ। ମୃଦଙ୍ଗରେ ବ୍ରହ୍ମ କେବେ ସ୍ଥାପିତ ହେଲା? ଈଶ୍ୱର ମହାନ୍ତି ସ୍ଥାପନ କରିଥିଲା। ଯେତେବେଳେ କଳା ପାହାଡ଼ ମୁସଲିମ ହିନ୍ଦୁ ଧର୍ମର ଲୋକ ହେଇ ହିନ୍ଦୁ ଧର୍ମ ଉଦ୍ଧାରଣ କରିବାକୁ ଆସେ, ପଣ୍ଡିତମାନେ ମନା କରିଦେଲେ। ସେଇ ରାଗ ରଖି ସେ ରାଗରେ ପ୍ରଚଳିତ ହୁଏ। ଯେଉଁଠି ହୁଗୁଳି ଠାରେ ଜଗନ୍ନାଥଙ୍କର ଝିଅଙ୍କୁ ନିଆଁ ଲଗେଇଥିଲା। ଆରେ ସିନା ଠାକୁର ପୋଡ଼ିଗଲେ ତାଙ୍କର ବିଗ୍ରହ, କିନ୍ତୁ ବ୍ରହ୍ମ ଜଳିଲା ନାହିଁ। ଓଡିଆ ପୁଅ ବିଶ୍ୱର ମହାନ୍ତି ସେଠି ଥିଲା, ଦେଖିଲା ଗଙ୍ଗାରେ ବ୍ରହ୍ମ ବାସୁଛି। ସେ ବ୍ରହ୍ମକୁ ମୃଦଙ୍ଗ ଭିତରେ ସ୍ଥାନ ଦେଇକି ନେଇକି ଚାଲି ଆସିଲା ପାରାଦୀପ। କୁଜଙ୍ଗ ରାଜାଙ୍କର ପରାମର୍ଶ କ୍ରମେ ସେଠି ବ୍ରହ୍ମ ପୂଜା ପାଇଲା। ପରବର୍ତ୍ତୀ ମୁହୂର୍ତ୍ତରେ ନୀଳାଚଳ ଧାମକୁ ଆସିଥିଲେ। ଆମେ ସେଇଥିପାଇଁ କହୁଛେ ମୃଦଙ୍ଗ ବ୍ରହ୍ମ ସ୍ୱରୂପେ ଲାବଣ୍ୟର ସମାଧି। ମୃଦଙ୍ଗ ସେ ମୁଖ୍ୟ ବିଷ୍ଣୁମା ମେରାଧିକା ଦେବୀ ମଧ୍ୟମେ ଶ୍ରୀ ଗୋପାଳ ରୂପକ ମୃଦଙ୍ଗାୟ ନମ ନମ। ମୃଦଙ୍ଗ ହେଉଛି ସ୍ୱତନ୍ତ୍ର ଭଗବାନ। ସେ ତ ବହୁତ କଥା ସମୟ ନାହିଁ ବଡ ଭାଇ, ଡେରି କରିବାନି। ମୃଦଙ୍ଗ ମାଧ୍ୟମରେ ଗୋଟିଏ ଛୋଟିଆ ଶ୍ଲୋକ ବାଦ୍ୟଟିଏ ପରିବେଷଣ କରିବା। ମୃଦଙ୍ଗ ଆଜି କହିବ ଲାଗିବ କେତନ ରାବଣ କତିକି ଟିକେ ଯଦି ଧରପଣ ତାହାର ଥଣ୍ଡା ଭ୍ରୁକୁଡ଼ି ଦବ ବାଦମ୍ବରୁ ଚଣ୍ଡମୁଣ୍ଡ ବ୍ରହ୍ମାଣ୍ଡం ଚଣ୍ଡମୁଣ୍ଡ ପ୍ରକଟ ପ୍ରକଟ କେଶ ସ୍ୱୟଂ ଦେବ ନାମ ବିସ୍ମୟ ସମୟେ ଭୈରବ କ୍ଷେତ୍ର ପାୟ। ବଡ ଭାଇ ଶ୍ଲୋକ
ଲୋକର ଅର୍ଥ ବୁଝିବାକୁ ସମୟ ନାହିଁ ବାବୁ ମାନଙ୍କର ମନ ଚଳଚଞ୍ଚଳ ତେବେ ଶ୍ଲୋକଟିଏ ମୃଦଙ୍ଗ ମାଧ୍ୟମରେ ପରିବେଷଣ କରିବା ମୃଦଙ୍ଗ କେମିତି ଡାକୁଛି ଲାଗିବ गायिका ज्योति श्रीमती भारती साहू आसी भगवान का दरबार रे उपस्थित होई गले पालर परंपरा नीति नियम अनुसार हम मान के विभाग पड़िबो चामर मामू मंदिर खोला जाईछि चामर सेवा दिके हबो दिन खंडिया सलाम आसीबो घंटी घंटा बाजिबो भोग लागि हबो भोग समय सब खाइ की घर को जियो से नाटी रा आटिका करते दबरे माटी के रा आटिका ता नेगी पो तू कोन करबु रे जे काली परा नइले ओ श्री को खाता जे कोन लू ना पड़िबो हे
लिखी जाऊ चंदी खोलो से कि नाकर पल पल कहना आनकु भारी करसी कल भल हाथी पिटिरे बाघ बाइकी बाघ पिटिरे छेली माउसी कहना छेली पिटिरे केहि नाती सात गिरे मोसाई तम शाड़ी देखिबाकु भारी चाली तांकर कम नाली इला से पा ऊपर से दिन को 10 कोण तळे बहुत दिन तक नहीं कोइला दित्त मारी आता पंचायत जाउछिले तळी आ हे तम नारायण इता छुटवा तू बाईगण नामो ओ छुआ खाली मोर कोण ए सच्ची बाई पढी नउतिरे ए पर्यंत जन्म नियंत्रण ए बात हम सामने के पथ अरे पशु डाक्टर खाना को पळवनु ओए तेरे मोटा खेतो तुम्ही बाकी तो खेतो तुम्ही बाकी तो तम शाड़ी देखिबाकु भारी चाली तांकर कम नाली आता पंचायत जाउछिले तळी आ इता छुटवा तू बाईगण ओ ए सच्ची बाई पढी नउतिरे ए पर्यंत जन्म नियंत्रण अरे पशु डाक्टर खाना को पळवनु सचितानंद विग्रह मूर्ति विश्व रक्षक श्रीमन श्री सत्यनारायण को प्रीत्यर्थे सर्वे आनंद एक बार हरि हरि बोला
मुद्राते मुखम करोति वाचालम संघवलं भयते गिरि